सत्यं सत्यं पुनः सत्यं सत्यमेव सुनिश्चितं नास्ति देवो नास्ति पूज्यो नास्ति देवो गृहोद्वरं मनाभिरामो श्रवणाभिरामो सत्ताभिरामो सतताभिरामो वन्दे सदा देवाभिरामो। ॐ कदाचित् कलन्दितटविपिनविहरि सङ्गीतकरवो मुदाभिनारि वदनकमलहारि स्वादमधुपो ब्रह्मा शम्भो सुरपति गणेशचितपद जगन्नाथ स्वामी नयनपथगामी भवतु मे शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं ज्योतिर्विधानगमनं वन्दे विष्णुं भवभयहरं सर्वलोकैकनाथं जं ब्रह्मा वरुणेन्द्ररुद्रमरुत स्तुवन्ति देवस्त्रिवे वेदै साङ्गप्रतक्रमः उपनिषदे गायन्ति जशामगः ध्यानवस्थिततद्गतेन मनसा पश्यन्ति योगिनः यशान्तो न विदुषुरसुरगुरुदेवाय तस्मै ॐ गुरुदेवाय। पिता गुरु माता गुरु शिक्षा गुरु कर्ण गुरु समस्त परंपरार गुरु समस्त देवादेवी आमर इष्ट प्रभु श्री जगन्नाथ एवं गुरु भगवान
କରୁଛି ଏ ହୃଦୟରେ ସ୍ଥାନ ଅଛି ପ୍ରଭୁ। ଏ ହୃଦୟ ଆପଣଙ୍କର, ଏ ହୃଦୟରେ ଆପଣ ବିରାଜମାନ କରନ୍ତୁ। ମୋର ସମସ୍ତ ପୂର୍ବଜନ୍ମର ପାପ, ସମସ୍ତ ଅପରାଧ, ଜ୍ଞାତ ଅଜ୍ଞାତର ଅଜ୍ଞାନ ପାପ ପ୍ରାରବ୍ଧ ସଞ୍ଚିତ କର୍ମଫଳକୁ ହରଣ କରି ଆପଣଙ୍କ ପଦାର ବିନ୍ଦୁରେ ମୋତେ ସ୍ଥାନ ଦିଅନ୍ତୁ। ମୋତେ ଧ୍ୟାନ ମାର୍ଗରେ ସହାୟକ ହୁଅନ୍ତୁ। ପ୍ରଣାମ କରନ୍ତୁ ଏବଂ ଆମେ ଧ୍ୟାନକୁ ପାଳନ କରିବା। ଧ୍ୟାନ କେହି କରିପାରନ୍ତି ନାହିଁ। ଧ୍ୟାନ ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ପରମ ପିତା। ସିଏ ଧ୍ୟାନ ଭାବେ ଭକ୍ତର, ଶ୍ରଦ୍ଧାଳୁର, ଜିଜ୍ଞାସୁର ଯେ ପୁରୁଷାର୍ଥୀ ତାଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ଧ୍ୟାନ ରୂପରେ ଅବସ୍ଥାନ କରନ୍ତି। ଏବଂ ଆମକୁ ଧ୍ୟାନରେ ବସିବା ପୂର୍ବରୁ କେତେ ଗୁଡ଼ିଏ ନିୟମ ସମ୍ପର୍କରେ କୁହାଯାଇଛି। ସେ ନିୟମମାନଙ୍କ ଭିତରେ ଯମ ନିୟମ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ସମାଧି ପରି ଯେଉଁ ବିଧି ରହିଛି ତାକୁ ପାଳନ କରିବା କଥା। ତେଣୁ ଆମକୁ ଧ୍ୟାନରେ ବସି ଯେଉଁ ଆସନଟି କରିବାକୁ ହୁଏ ତା ପୂର୍ବରୁ ଯେଉଁ ଅଛି ଯମ ନିୟମ, ଏ ନିୟମରେ 5 ଏବଂ ଯମରେ 5 ବିଧି ରହିଛନ୍ତି। ସେଥିରେ ସତ୍ୟ, ଅସ୍ତେୟ, ଅପରିଗ୍ରହ ଏବଂ ପ୍ରତ୍ୟାହାର ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ପ୍ରଥମେ ଜଣେ ଯଦି ବିଚାର କରୁଛି ଯେ ମୁଁ ଧ୍ୟାନ ମାର୍ଗରେ ଆଗକୁ ବଢ଼ିବି ଏବଂ ମୁଁ ଈଶ୍ୱରଙ୍କୁ ଜାଣିବି, ବୁଝିବି ଏବଂ ନିଜେ ଅନୁଭବ କରିବି, ତେବେ ସେ ପ୍ରଥମେ ସତ୍ୟର ପାଳନ କରିବା ଉଚିତ। ସତ୍ୟ କ'ଣ? ନା ସତ୍ୟ ହେଉଛି ଯାହା ଅବ୍ୟୟୀ, ଯାହାଙ୍କର ଅଖଣ୍ଡ ଅବସ୍ଥା, ଯିଏ ଅନନ୍ତ, ଯିଏ ସ୍ୱୟମ୍ଭୁ, ଯିଏ ଥିଲେ, ଅଛନ୍ତି ଏବଂ ଥିବେ ବି, ସେ ହେଉଛନ୍ତି ସତ୍ୟ। ମିଥ୍ୟା ଯାହା ଅଛି, ନଥିଲା ଏବଂ ରହିବ ନାହିଁ। ଏ ସମାଜ ନଥିଲା, ଅଛି ଏବଂ ରହିବ ନାହିଁ। ସମାଜ, ପଦାର୍ଥ ଏବଂ ନିଜର ରୂପ, ଶରୀର ଏସବୁ ନଥିଲା, ଆଜି ଅଛି, କାଲିକି ନଥିବ। ଏ ଅନିତ୍ୟ ଅସତ୍ୟ ଜଗତରୁ ନିଜକୁ ମୁକ୍ତ କରି ସତ୍ୟର ଅନୁସନ୍ଧାନ କରିବା, ସତ୍ୟର ଆଲୋକର ଯାତ୍ରା ଆରମ୍ଭ କରିବା। ବାହ୍ୟ ଯାତ୍ରା ଅପେକ୍ଷା ଅନ୍ତର୍ଯାତ୍ରା କରିବାକୁ ହେବ। ତେଣୁ ସତ୍ୟର ଅନୁଗମନ କଲେ ମନୁଷ୍ୟ ଆଧ୍ୟାତ୍ମିକ ଦିଗରେ, ଈଶ୍ୱରୀୟ ଦିଗରେ ଆଗକୁ ବଢ଼ିବ। ଏବଂ ପ୍ରଥମେ ସତ୍ୟ, ଅସ୍ତେୟ, ଚୋରି କରିବି ନାହିଁ, ପରର ନିନ୍ଦା କରିବି ନାହିଁ, ପର ସମ୍ପତ୍ତିରେ ଲୋଭ ରଖିବି ନାହିଁ। ଧନ, ଜୀବନ, ଯୌବନ ଏହା ଯଦି ଅସ୍ଥାୟୀ ମୁଁ ଭାବିବି, ତେଣୁ ମୁଁ କାହାର ଧନ ନିଜେ ଯଦି ନେଇଯିବି କୂଟ କରିକି, ତେବେ ସେ ଧନ ମଧ୍ୟ ମୋର ହେବ ନାହିଁ। ତାହେଲେ ଲାଭ କ'ଣ ହେବ? ଗୋଟିଏ କଥା ହେବ, କେବଳ ସେହି ମୁହୂର୍ତ୍ତକ ପାଇଁ ମୁଁ ଆନନ୍ଦ ପାଇବି, ପରେ ଦଣ୍ଡ ଭୋଗିବି। ତେଣୁ ସତ୍ୟକୁ ପାଳନ କରିବି, ସତ୍ୟକୁ ଜାଣିବି। ସତ୍ୟ ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ପରମ ପିତା। ସେ ହେଉଛନ୍ତି ଆତ୍ମା ସ୍ୱରୂପ, ସେ ହେଉଛନ୍ତି ପରମାତ୍ମା, ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, କୋଟି କୈବଲ୍ୟନାଥ। ସେ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ଦାରୁ ବ୍ରହ୍ମ। ଏବଂ ସତ୍ୟକୁ ବୁଝିଲା ପରେ ମୁଁ ଅନିତ୍ୟକୁ ବୁଝିଲି ଏବଂ
ଅସ୍ତେୟ ଭାବରେ ମୁଁ କାହାର ଚୋରି, କାହାର ନିନ୍ଦା, କାହାର ଅପସଂସ୍କୃତି କାର୍ଯ୍ୟ ସହିତ ନିଜକୁ ଲିପ୍ତ କରିବି ନାହିଁ। ପରିଗ୍ରହ, ମୁଁ ଯେଉଁ ମାଦକ ଦ୍ରବ୍ୟ ସେବନ କରୁଛି ତାହା ହେଉଛି ଗୋଟିଏ ଇନ୍ଦ୍ରିୟର ପ୍ରଭାବ, ତାକୁ କୁହାଯାଏ ପରିଗ୍ରହ। ମୁଁ ମାଦକ୍ୟ ସେବନରୁ ବଞ୍ଚିବା ପାଇଁ ଯଦି ଲବଙ୍ଗଟିଏ ବି ବ୍ୟବହାର କରୁଛି, ଯେମିତି ଆମିଷ ନ ଖାଇକି ଯେଉଁମାନେ ସୋୟାବିନ୍ ବଡ଼ି ଖାଇକି ଆମିଷ ସ୍ଥାନକୁ ପୂରଣ କରୁଛନ୍ତି, ତାହା ମଧ୍ୟ ଏକ ପ୍ରକାରର ଆମିଷ। କାରଣ ଆମିଷ ଖାଇବା ଦ୍ୱାରା ମନୁଷ୍ୟର ଯେଉଁ କ୍ଷତି ହୁଏ, ସେ କ୍ଷତିରୁ ବଞ୍ଚିବାକୁ ଯାଇ ଆମିଷ ଛାଡ଼ି ନ ପାରିବା ବି ସବୁଠୁ ବଡ଼ କ୍ଷତି। ତେଣୁ ମାଦକ୍ୟ ଦ୍ରବ୍ୟ ଗୋଟିଏ ପରିଗ୍ରହ ବା ଆମର ଇଚ୍ଛା ଆସକ୍ତି ହେଉଛି ପରିଗ୍ରହ। ତାହା ଆମକୁ ବହୁ ଦୁଃଖ ଦିଏ, ରୋଗ ଦିଏ, ଶୋକ ଦିଏ ଏବଂ ଆମ ଧ୍ୟାନ ମାର୍ଗରେ ବନ୍ଧନ ସୃଷ୍ଟି କରେ। ତେଣୁ ସତ୍ୟ, ଅସ୍ତେୟ, ଅପରିଗ୍ରହ ଏବଂ ଅପରିଗ୍ରହ ହେବାକୁ ପଡ଼ିବ, ପରିଗ୍ରହରୁ ମୁକ୍ତ ହେବାକୁ ପଡ଼ିବ। ଏବଂ ପ୍ରତ୍ୟାହାର, ପ୍ରତ୍ୟାହାର ହେଲା ଆମେ କାହାଠାରୁ କିଛି ଆଶା କରିବୁ ନାହିଁ, କାହାଠାରୁ କିଛି ପାଇବାକୁ ଚାହିଁବୁ ନାହିଁ ଏବଂ ଯଦି ଈଶ୍ୱର ଦେବେ ସେତିକି ଆମେ ଗ୍ରହଣ କରିବୁ। କଳ କୌଶଳ କରି ଚକ୍ରାନ୍ତ କରି କାହାଠାରୁ କିଛି ନେବା ହେଉଛି ଆମର ଗୋଟିଏ ଅପରାଧ। ତେଣୁ ସବୁବେଳେ ଆମେ ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରି ଈଶ୍ୱରଙ୍କୁ ସବୁ ଆମେ ଆମର ମନ, ଧନ, ଜୀବନ, ଯୌବନ ସମର୍ପଣ କରିଦେବୁ। ଏଇଥିପାଇଁ ଯେ ଆମେ ବୁଝିଲୁ ଏସବୁ ଅସ୍ଥାୟୀ ଏବଂ ଏସବୁ ବି ତୁମେ। ଧନ ତୁମେ, ମନ ତୁମେ, ଜୀବନ ତୁମେ, ଯୌବନ ତୁମେ, ତୁମେ ଆତ୍ମା, ତୁମେ ମାୟା, ତୁମେ ମିଥ୍ୟା, ତୁମେ ସତ୍ୟ, ତୁମେ ପିତା, ତୁମେ ପୁତ୍ର, ତୁମେ ଅଗ୍ନି, ତୁମେ ହିଁ ଗୁରୁତ୍ୱ, ସବୁ ତୁମେ। ଏ ସବୁ ତୁମେ ଅବସ୍ଥା ବୁଝିବା ପରେ ସବୁ ତାଙ୍କର ବୋଲି ଏତିକି ଅନୁଭବ କରିବା ହେଉଛି ଧର୍ମ। ଏହି ଧର୍ମକୁ ପାଳନ କରିଲେ ଯାଇ ଜଣେ ଆସନକୁ ଯିବ। ଆସନ ହେଲା ପ୍ରଥମେ ମନୁଷ୍ୟ ତାର ଦୁଇଟି ଯାକ ଗୋଡ଼କୁ ଆଣ୍ଠୁଠାରୁ ଭାଙ୍ଗି ପ୍ରଥମ ବାମ ହେଉ କିମ୍ବା ଦକ୍ଷିଣ, ପ୍ରଥମ ସେ ଭାଙ୍ଗ ଗୋଇଠି, ଦକ୍ଷିଣ ଗୋଡ଼ର ଧରନ୍ତୁ ଗୋଇଠି, ତାକୁ ନେଇ ମଳଦ୍ୱାର ଏବଂ ଲିଙ୍ଗ ଚକ୍ରର ମଧ୍ୟ ଭାଗରେ ଲଗାଇବ। ତାପରେ ଅନ୍ୟ ଗୋଡ଼ଟିର ପାଦ ଆଣି ଭଙ୍ଗା ହେଇ ଯେଉଁ ଆଣ୍ଠୁଠୁ ଭାଙ୍ଗି ଗୋଟିଏ ଗୋଡ଼କୁ ତାର ଗୋଇଠିକୁ ମଳଦ୍ୱାର ପାଖରେ ଲଗାଯାଇଛି, ସେଇ ଆଣ୍ଠୁ ପାଖରେ ଅନ୍ୟ ଗୋଡ଼ଟିର ପାଦକୁ ସମାନ୍ତରାଳ ଭାବେ ଧୀରେ ରଖିଦେବ। ଏହାଦ୍ୱାରା କ'ଣ ହେବ ନା, ଏହାଦ୍ୱାରା ମନୁଷ୍ୟର ଯେଉଁ ବସିବାଟା ଗୋଟେ ସୁଖକର ହେବ। ତେଣୁ ଧ୍ୟାନକୁ ଯିବା ପୂର୍ବରୁ ଯଦି ତୁମକୁ ଯନ୍ତ୍ରଣା ହେବ ତାହେଲେ ଧ୍ୟାନ ଠିକରେ ହେବ ନାହିଁ। ତେଣୁ ଯନ୍ତ୍ରଣାରୁ ମୁକ୍ତ ହେବା ପାଇଁ ଗୋଟେ ସୁଖାସନର ଆବଶ୍ୟକ ରହିଛି। ତେଣୁ ସୁଖାସନ ହେଲା ମୁଁ ଯେମିତି ବସିଛି। କେମିତି ବସିଛି ନା, ମୋର ବାମ ଗୋଡ଼ର ଗୋଇଠିକୁ ମୁଁ ମଳଦ୍ୱାର ଏବଂ ଲିଙ୍ଗଦ୍ୱାର ମଝି ଭାଗରେ ଲଗେଇଛି ଏବଂ ଦକ୍ଷିଣ ଗୋଡ଼ର ପାଦକୁ ବାମ ଗୋଡ଼ର ଆଣ୍ଠୁର ସମାନରେ ରଖିଛି। ତାକୁ କହନ୍ତି ସୁଖାସନ। ଏହି ଅବସ୍ଥାରେ ବସିବା ପରେ ତାପରେ ଗୁରୁ, ପିତାମାତା, ଭଗବାନ, ଇଷ୍ଟ ସମସ୍ତଙ୍କୁ ପ୍ରାର୍ଥନା କରିସାରି ଭୂମିରେ ମଥା ଲଗାଇ ପ୍ରଣାମ କରି ପ୍ରାର୍ଥନା କରିବେ, ହେ ଗୁରୁଦେବ, ସମସ୍ତ ପରମ୍ପରାର ସମସ୍ତ ସମ୍ପ୍ରଦାୟର ଗୁରୁମାନେ, ପିତାମାତା, ମୋର ପୂର୍ବସୂରୀମାନେ ସମସ୍ତେ ମୋତେ କୃପା କରନ୍ତୁ। ପୂର୍ବଜନ୍ମର ସମସ୍ତ ଅପରାଧକୁ କ୍ଷମା କରି ମୋତେ ଧ୍ୟାନ ମାର୍ଗରେ ସହାୟକ ହୁଅନ୍ତୁ। ତାପରେ ଉଠିକି ବସିବେ। ତା ପର କାମ ହେଲା ମନକୁ ନିଶ୍ୱାସ ସହିତ ସଂଯୋଗ କରିବେ। ଏହା କରିବା ଦ୍ୱାରା ମନ ଭିତରକୁ ପଶି ଆସୁଥିବା ସମସ୍ତ ଚିନ୍ତା ଏବଂ ଚେତନା ଧୀରେ ଧୀରେ ବିଲୁପ୍ତ ହେବେ ଏବଂ ମନ ଭିତରେ ଯେଉଁ ତରଙ୍ଗ ତାହା ନିସ୍ତରଙ୍ଗ ହେବ। ମନ ନିର୍ମଳ
ନିର୍ମଳ ବିମଳ ହେବା ପରେ ଆପଣ ଜିଭକୁ ଓଲଟେଇ ଘଣ୍ଟିକା ପାଖରେ ରଖିବେ। କୌଣସି କାର୍ଯ୍ୟରେ ତରବରିଆ ଅବସ୍ଥା ସୃଷ୍ଟି କରିବେ ନାହିଁ। ଜିଭକୁ ଓଲଟେଇ ଘଣ୍ଟିକା ପାଖରେ ରଖିଲେ ତାହା ହେବ ଖେଚେରୀ ମୁଦ୍ରା। ଖେଚେରୀ ମୁଦ୍ରା କରିସାରିବା ପରେ ମନ ଏବଂ ପ୍ରାଣ ଏ ଉଭୟକୁ ସମାନ୍ତରାଳ ରଖିବେ। ଗୋଟିଏ ପ୍ରାଣ ଭିତରକୁ ପ୍ରବେଶ କଲା, ତାକୁ ଜାଣିବେ। ଗୋଟିଏ ପ୍ରାଣ ବାହାରକୁ ପ୍ରସ୍ଥାନ କଲା, ତାକୁ ଜାଣିବେ। ଏବଂ ନିଜର ଚକ୍ଷୁ ଆଜ୍ଞାଚକ୍ର ତ୍ରିକୁଟ ଯେଉଁଠାରେ ଆମେ ଚନ୍ଦନ ବା ସିନ୍ଦୁର ଲଗାଉଛେ ସେହି ସ୍ଥାନକୁ ଦର୍ଶନ କରିବେ। ମନ ଏବଂ ପ୍ରାଣ ଏ ସମାନ ରହିବ। ଜିଭ ଖେଚେରୀ ମୁଦ୍ରା, ଦୃଷ୍ଟି ଆଜ୍ଞାଚକ୍ର। ଏହି ଅବସ୍ଥା ହେଇଗଲା ପରେ କୌଣସି ମନ୍ତ୍ର, କୌଣସି ବିଚାର, କୌଣସି ଶ୍ଲୋକ, କୌଣସି ପ୍ରାର୍ଥନା ପାଠ, କୌଣସି ମୂର୍ତ୍ତି, କୌଣସି କିଛି ବି ନାହିଁ। ସବ୍ ଶୂନ୍ୟ, ମନ ଶୂନ୍ୟ, ମାନସିକତା ଶୂନ୍ୟ, ଶୂନ୍ୟ ସମଗ୍ର ଜଗତ, ଶୂନ୍ୟ 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 ମହାଶୂନ୍ୟ ମହାଶୂନ୍ୟ। ପ୍ରାଣ ସହିତ ମନ, ଦୃଷ୍ଟି ଆଜ୍ଞାଚକ୍ରରେ, ମନ ନିସ୍ତରଙ୍ଗ, କୌଣସି ବିଚାର ନାହିଁ, ନିର୍ବିଚାର ଭାବ, ନିଶ୍ଚଳ। ପ୍ରାଣ ମନ ସହିତ ପ୍ରବେଶ କରୁଛନ୍ତି ପ୍ରାଣ, ପ୍ରସ୍ଥାନ କରୁଛନ୍ତି ପ୍ରାଣ। ଧୀରେ 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 ଶାନ୍ତ ଆଜ୍ଞାଚକ୍ର